କାହିଁକି ଆମ ବ୍ୟାଚଲର ପିଲାଙ୍କ ସହିତ ଏମିତି ହୁଏ ଆପଣମାନେ ଏଇ ଭିଡ଼ିଓ ଦେଖିଲେ ଜାଣିପାରିବେ। କାହିଁକି ନା ଘରେ ଯେହେତୁ ବସିଛି ଲେଡ଼ିଜ୍ ଲୋକକୁ ଧରି ସପିଂ କରି ଯିବାର ମୁଖ୍ୟ କାରଣ ଆପଣ ହିଁ ହୋଇଥାନ୍ତି। କାହିଁକି ନା ଘରେ ବସିଛ ମାନେ ନିହାତି ଆପଣଙ୍କୁ ହିଁ ଡାକିବେ। ତ ଆମେ ସର୍ଟକଟ୍ ଦେଇ ଆଲୁମିନିୟମ ପାର୍କ ଦେଇ ସିପି ରୋଡ଼ରେ ଆମେ ପହଞ୍ଚିଗଲୁ। ସିପି ରୋଡ଼ରୁ ଆଗକୁ ଗଲା ପରେ ଗିରାଙ୍ଗ ପହଞ୍ଚିଗଲୁ। ତ ଗାଡ଼ିରେ ପେଟ୍ରୋଲ ନଥିଲା, ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ପକାଇଲୁ। ତାପରେ ଆମେ ଅନୁଗୁଳ ବାହାରି ପଡ଼ିଲୁ। କାହିଁକି ନା ମଙ୍ଗଳମରୁ ଶାଢ଼ୀ କିଣିବାର ଅଛି। ତ ଆମେ ଅନୁଗୁଳ ମାର୍କେଟ ଆଜି ଏତେ ଜାମ୍ ବି ନଥିଲା, ଫାଙ୍କା ଥିଲା। ତ ମଙ୍ଗଳମ ଭିତରକୁ ଏଣ୍ଟ୍ରି କଲୁ। ଭିତରକୁ ଏଣ୍ଟ୍ରି କଲା ପରେ ସେମାନେ ତାପରେ ଶାଢ଼ୀ ଯାହା ଯାହା ଦେଖିବାର ଥିଲା ତାହା ସେ ଦେଖିଲେ। ମୁଁ ବି ଭାଇ କହିଲି ଜଲ୍ଦି ଜଲ୍ଦି ଟିକେ ଭାଇ ଦେଖେଇ ଦିଅ, ଲେଡ଼ି ଲୋକକୁ ଭାଇ ଟେନସନ୍ ବହୁତ। ତ ସତ କଥା ଯେମିତି ମୁଁ ଭାବିଥିଲି ସେମିତି ଦେଖନ୍ତୁ କେତେ ଲୁଗାପଟା ଗଦା ହେଇଛି, ହେଲେ ବି ତାଙ୍କର ପସନ୍ଦ ନାହିଁ। ଫେର ଭାଇ ଆହୁରି ଗୋଟେ ଗଦେଇଲେ, କହିଲେ ହଉ ଏଇ 2-3ଟାରୁ ହଉ ବାଛ। ସେଇ 2-3ଟାରୁ 2-3ଟା ବାଛିଲେ। ତାପରେ ମୁଁ ତାକୁ ପେମେଣ୍ଟ କଲି। ପେମେଣ୍ଟ କନା ବାହାରୁ ସେ ଆଉ ଗୋଟେ ଦୋକାନ ଭିତରେ ପଶି ସାରିଲେଣି। ସେ ଦୋକାନରେ ଫେରେ ସେ ସପିଂ ଫପିଂ କଲେ। ମୁଁ ହେଲେ ଫେରେ ପେମେଣ୍ଟ କଲି। ଫେରେ ଆସିଲା ବେଳକୁ ଫେରେ ଆଉ ଗୋଟେ ଦୋକାନ ଭିତରକୁ ସେ ପଶି ସାରିଲେଣି। ଆଜି ଏମିତି ହିଁ ମୋତେ ଅସୁବିଧା ଏତେ କଲେ ଯେ ମୁଣ୍ଡ ପୁରା ମୋର ଟିଣ ସାରା। ମୁଁ କହିଲି ଆଉ କୋଉଠି ରଖେଇବିନି କିଛି ନି। ହେଠୁ ବାଟରେ ଆମେ ଟିକେ ବାଟ ଆଇଛୁ, ଫେରେ କହିଲେ ରୁହ 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 ଏଇଠୁ ଗୋଟେ ଛୋଟିଆ ଜିନିଷଟେ ନେବାର ଅଛି। ଫେରେ ଏଠେ ହେଠୁ ନେଲେ। ମୁଁ ହେଠୁ ମୁଣ୍ଡ ମୋର ପୁରା ଟିଣ ହେଇସାରିଲାଣି। ମୁଁ କହିଲି ଭାଇ ତମମାନଙ୍କୁ ଆଉ କିଛି ଦେବାର ନାହିଁ, କିଛି ନେବାର ନାହିଁ। ହେଠୁ 4-5ଟା ଗୁପଚୁପ ଆଣିଲୁ, ମିଶିକିନି ସମସ୍ତେ ଖାଇଲୁ। ସେମାନେ ଖାଇଲେ, ମୁଁ ଖାଇଲି ଗୋଟେ। ମୁଇଁ ତାକୁ ଆଉ ଗୋଟେ ଭଣ୍ଡେଇକିନି ପାମ୍ପିଟେ ଖାଇଦେଲି। ମୁଁ ତାକୁ କହିଲି ଆଉ ବାଟରୁ କୋଉଠୁ କିଛି ରହିବିନି, ଡାଇରେକ୍ଟ ଘରକୁ ଦିନା ଯିବି। ତ ଡାଇରେକ୍ଟ ଗାଡ଼ି ଷ୍ଟାର୍ଟ ମାଇଲି, ବାଟରେ ଘରକୁ ଆଇଲି। ଆଉ ଆଇଲା ବେଳେ ଦେଖିପାରୁଥିବ କେଉଁ ଟାଇପ୍ର କୁହୁଡ଼ି ପଡ଼ିଛି, ପୁରା ଭୟଙ୍କର ଶୀତ ବି ହେଉଥିଲା। ମୁଁ ତ ଭାଇ ଜ୍ୟାକେଟ୍ ପିନ୍ଧିଲି, ଏମାନେ 2 ଜଣ ଫସିଗଲେ। କିନ୍ତୁ ଫାଇନାଲି ଆସିକି ଆମେ ଘରେ ପହଞ୍ଚିଲୁ। ସାଙ୍ଗମାନେ ଭିଡ଼ିଓଟା କେମିତି ଲାଗିଲା କମେଣ୍ଟ, ସେୟାର, ଲାଇକ୍ କରିବେ। ରହିଲି ସାଙ୍ଗମାନେ, ଜୟ ଜଗନ୍ନାଥ।